ବିଲେଇ ରାସ୍ତା କାଟିଲେ ଏହି ଭୁଲ କେବେ ବି କରିବେ ନାହିଁ, ନଚେତ୍ ଜୀବନର ସବୁଠାରୁ କଠିନ ପରିସ୍ଥିତି ଦେଇ ସାମ୍ନା କରିବାକୁ ପଡ଼ିବ। ବନ୍ଧୁଗଣ, ବିଲେଇ ରାସ୍ତା କାଟିବା କ'ଣ ପାଇଁ ଖରାପ ଏବଂ ଅଶୁଭ ବୋଲି କୁହାଯାଏ? କ'ଣ ସତରେ ବିଲେଇ ରାସ୍ତା କାଟିବା ଅଶୁଭ ହୋଇଥାଏ? ଆସନ୍ତୁ ଜାଣିବା ବିଲେଇ କ'ଣ ପାଇଁ ରାସ୍ତା କାଟିଥାଏ, ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ବନ୍ଧୁଗଣ, ସମସ୍ତେ ଏହା କହିଥାନ୍ତି ଯଦି ବିଲେଇ ଆମ ରାସ୍ତା କାଟିଦିଏ ତେବେ ଏହା ବହୁତ ଅଶୁଭ ହୋଇଥାଏ। ଏଥିପାଇଁ ଲୋକମାନେ ବିଲେଇ ରାସ୍ତା କାଟିବାର କିଛି ସମୟ ପର୍ଯ୍ୟନ୍ତ ରହିଯାଆନ୍ତି। ଏଣିକି ସେ ହିନ୍ଦୁ ହୁଅନ୍ତୁ କିମ୍ବା ମୁସଲମାନ, ଏହି କଥାକୁ ସମସ୍ତେ ମାନିଥାନ୍ତି ଏବଂ ଠିଆ ହୋଇ ଏହା ଦେଖୁଥାନ୍ତି ଯେ କୌଣସି ବ୍ୟକ୍ତି ତାଙ୍କ ଆଗକୁ ଆସନ୍ତୁ ଏବଂ ରାସ୍ତା ପାର କରନ୍ତୁ। ତାହାପରେ ଏମାନେ ରାସ୍ତା ପାର କରି ଯାଇଥାନ୍ତି। କିନ୍ତୁ ସତ ଏହା ହୋଇଥାଏ ଯେ ସବୁ ସ୍ଥିତିରେ ବିଲେଇ ରାସ୍ତା କାଟିବା ଅଶୁଭ ହୋଇନଥାଏ। ଏମିତିରେ ଆସନ୍ତୁ ଜାଣିବା ସତରେ କ'ଣ ବିଲେଇ ରାସ୍ତା କାଟିଲେ କିଛି ଅସୁବିଧା ହୋଇଥାଏ। କିନ୍ତୁ ତାହା ପୂର୍ବରୁ ସମସ୍ତଙ୍କୁ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଓ ବହୁ ମାତ୍ରାରେ ସେୟାର କରନ୍ତୁ। ଯଦି ଚ୍ୟାନେଲ ପାଇଁ ନୂଆ ତାହେଲେ ସବସ୍କ୍ରାଇବ୍ ମଧ୍ୟ କରିନେବେ। ବିଲେଇର ରାସ୍ତା କାଟିବା ସେତେବେଳେ ଅଶୁଭ ହୋଇଥାଏ ଯେତେବେଳେ ବିଲେଇ ବାମ ପଟରୁ ରାସ୍ତା କାଟିକି ଡାହାଣ ପଟକୁ ଆସିଥାଏ ଏବଂ ଏହା ଛଡ଼ା ଅନ୍ୟ ସ୍ଥିତିରେ ବିଲେଇର ରାସ୍ତା କାଟିବାର ଅଶୁଭ ବୋଲି କୁହାଯାଏ ନାହିଁ। କୁହାଯାଏ କୁକୁର ପରି ବିଲେଇ ମଧ୍ୟ ଷଷ୍ଠ ଇନ୍ଦ୍ର ମଧ୍ୟରୁ ବହୁତ କିଛି କଥା ଜାଣିପାରେ, ଯାହା ଆମ ସହ ଭବିଷ୍ୟତରେ କ'ଣ ଅଘଟଣା ହେବାକୁ ଯାଉଥାଏ ଏବଂ ଆମମାନଙ୍କୁ ସତର୍କ କରାଇ ଦେଇଥାଏ। ତନ୍ତ୍ରମନ୍ତ୍ରରେ ବିଲେଇକୁ ଏକ ମହତ୍ତ୍ୱପୂର୍ଣ୍ଣ ଜୀବ ବୋଲି କୁହାଯାଇଛି। କୁହାଯାଏ ଯେ ବିଲେଇ ଯଦି ଘରେ ଆସି ବୁଲିବାକୁ ଲାଗେ ତେବେ ଘରେ କୌଣସି ପ୍ରକାର ଅଶୁଭ ଘଟଣା ହୋଇପାରେ। ବିଲେଇମାନଙ୍କର ନିଜ ନିଜ ଭିତରେ ଲଢ଼େଇ ଘରେ ଆସନ୍ତି, କାହା ମଧ୍ୟରେ ଝଗଡ଼ା ହେବା ତଥା ଧନହାନିର ଏହି କଥା ସୂଚନା ଦେଇଥାଏ। ଯଦି ଆପଣଙ୍କ ଘରକୁ ଦୀପାବଳି ଦିନ କୌଣସି ବିଲେଇ ଆସୁଛି ତେବେ ସେହି ବିଲେଇ ସହ ମାତା ଲକ୍ଷ୍ମୀ ମଧ୍ୟ ଆସିଥାନ୍ତି ବୋଲି କୁହାଯାଏ। ଯଦି ବିଲେଇ ଆପଣଙ୍କ ଘରେ ଛୁଆ ଜନ୍ମ କରେ ତେବେ ଏହା ସବୁଠାରୁ ବେଶୀ ଶୁଭ ବୋଲି ବିବେଚନା କରାଯାଏ। ଅନେକ ଲୋକଙ୍କ ଘରେ ବିଲେଇ ଲୁଚିକି କ୍ଷୀର ପିଇଦିଏ, ଯାହାକୁ ଲୋକମାନେ ଅଶୁଭ ବୋଲି ମନେ କରନ୍ତି। କିନ୍ତୁ ଏହା ଆପଣଙ୍କ ଜୀବନରେ ଶୁଭ ସଂକେତ ଆସିବାର ସୂଚନା ଦେଇଥାଏ।